हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानन्दमयं हरि सर्वघटेज अच्युता तस्य पदे नमाम्यहम्। तस्य पदे नमाम्यहम्। बोलिए महापुरुष अच्युतानंद जी की जय। सत्यजनी ज्ञानी गुणी मंडली आजिर मालिका वचन को आपण मानक स्वागत जनाऊँ। आजिर मालिका वचन रे आमे आलोचना करिया को जाउछे अच्युतानंद महापुरुष मालिकार लिखिचंती। मालिकार नाम है कलिकल्प गीता। कहले बाबूरे कलिजुग शेष भाग रे अनेक धूमकेतु मान शून्यरू सब पड़े बा धूमकेतु प्रबल मात्रा रे पड़िबो। आकाशरू धूमकेतु पड़िबो। आ से धूमकेतु केतेबेले पड़िबो, कौ समय रे पड़िबो एवं पड़िबा द्वारा संसार कौन कौन क्षति हेब बा कि घटना गुड़िक से घटब। आज मालिका वचन रे ई विषय आज आम आलोचना करिया को जाउछे। आलोचना शेष जड़े भक्तर नाम आम कहबू किए से भक्त, कौन तार ना, कौन तार जन्म होइथिबो। महापुरुष अच्युतानंद मालिकार नाम है कलिकल्प गीता। तृतीय अध्याय लिखिले जहाकू भीम भईंकर शिष्य आर्तदास मध्य मालिकार लिखिछन्ति। आर्तदास मालिकार आउरी अच्युतानंद महापुरुष मालिकार नाम 13 जन्म शरण से लिखिछन्ति। कहले 5 3 13 एकत्र होइले लंजान क्षेत्र पड़िब। लंजान क्षेत्र पड़िब हे सुजानी लंजान क्षेत्र पड़िब। जानिबो से दिन कली छाड़ी जीव धर्म उदय होइब। सुन सुजाने गुणी बेड़ा काल आसी लानी हे सुन सुजाने गुणी। 5 3 13 एकत्र होइले लंजा नक्षत्र मान शून्य खसिकी पड़े। आम कहून मालिकार लिखा है। मालिकार नाम 13 जन्म शरण। आप विश्वास करूँ बा न करूँ, ये कथा को मानतु बा न मानतु, ग्रहण करूँ बा न करूँ, कि मालिका वचन न होइबा न। महापुरुष लिखते रावरे पूर्वर सूर्य पश्चिम उदय होगा समय पर ही पारे, पर्वत शिखरे कई फुटा बरং समय पर ही पारे, किंतु मोर भविष्यत जो मालिका ये केबेले मिछ हेबो नहीं। शून्यर नक्षत्र मान खसिकी पड़े। महापुरुष लिखिचंदी भीम भई मध्य समर्थन देले। जन्मरु अंध जाति रे कंद बारंबार आम कहूचे सन्थ भीम भई जहाँ विषय अच्युतानंद महापुरुष आदि संहितार लिखिचंदी। से भीम भई स्तुति चिंतामणि लिखिले। कहले हाँ नक्षत्र मान पड़ी खसिकी पड़े जहाँ अच्युतानंद महापुरुष मालिकार लिखिचंदी 13 जन्म शरण रे ताहा सत। भीम भई लिखिले चारि दिग जाक समुद्र लहड़ी अधे अधे जीव माड़ी बिहुड़ी पराए तारा गण माने शून्यरो पड़िबे झड़ी
ଶୂନ୍ୟରୁ ପଡ଼ିବେ ଝଡ଼ି ହେ ସୁଜନେ ଶୂନ୍ୟରୁ ପଡ଼ିବେ ଝଡ଼ି ଶୂନ୍ୟରୁ ପଡ଼ିବେ ଝଡ଼ି ହେ ସୁଜନେ ଶୂନ୍ୟରୁ ପଡ଼ିବେ ଝଡ଼ି। ମହାପୁରୁଷ ଲେଖିଲେ ଭୀମ ବହି କୋଉଥିରେ ସ୍ତୁତି ଚିନ୍ତାମଣିରେ କହିଲେ ହଁ ହଁ ସତ କ'ଣ ସତ ନା ଦିନେ ଚାରି ଦିଗ ଯାକ ସମୁଦ୍ର ଲହଡ଼ି ଅଧେ ଅଧେ ଯିବ ମାଡ଼ି। ଚାରି ଦିଗ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଚାରିଟା ଦିଗ। ଏ ଚାରି ଦିଗରେ ଯେଉଁ ଯେଉଁ ବଡ଼ ବଡ଼ ଦେଶମାନ ରହିଛି, ଆମେରିକା ରହିଛି, ଫ୍ରାନ୍ସ ରହିଛି, ଜାପାନ ରହିଛି, ବଡ଼ ବଡ଼ ଦେଶ ଗୁଡ଼ିକ ରହିଛି। ଚାରି ଦିଗରେ ଯେଉଁ ଯେଉଁ ଦେଶ ସବୁ ରହିছে ନା, ଭାରତ ମଧ୍ୟ ପୂର୍ବ ଦିଗରେ ନାଇଁ। ତେଣୁ ମହାପୁରୁଷ କହୁଛନ୍ତି ହଁ ଚାରି ଦିଗ ଯାକ ସମୁଦ୍ର ଲହଡ଼ି କ'ଣ ନା ଅଧେ ଅଧେ ଯିବ ମାଡ଼ି। ଅନେକ ଦେଶ ଗୁଡ଼ିକ ଅଧେ ଅଧେ ବୁଡ଼ିବ। ଲେଖିକି ରଖନ୍ତି କଥା ମାଳିକା ବଚନର ହୋଇବା କାହିଁକି ନା ସୂର୍ଯ୍ୟର କିରଣ ଇତି ପ୍ରଖର ହେବ, ସୂର୍ଯ୍ୟ କିରଣ ଇତି ଟାଣ ହେବ। ଉତ୍ତର ମେରୁ ଦକ୍ଷିଣ ମେରୁରେ ଜମା ହେଇଥିବା ବରଫ ଯେଉଁ ପାହାଡ଼, ସେ ପାହାଡ଼ ଗୁଡ଼ିକ ତରଳିବା ଆରମ୍ଭ କଲାଣି। ମୋତେ ଯାଉଁ ଦେଖିବେ ଆରମ୍ଭ କଲାଣି ତରଳିବା। ଯାଆନ୍ତୁ ଆପଣ ପ୍ରମାଣ ନିଅନ୍ତୁ, କରେଣ୍ଟ ନ୍ୟୁଜ୍ ଆପଣ ଜାଣନ୍ତୁ। ତେଣୁ ସେ ବରଫମାନ ତରଳିବା ଆରମ୍ଭ କଲାଣି। ଉତ୍ତର ମେରୁ ଦକ୍ଷିଣ ମେରୁ ଯେଉଁ ବରଫ ପାହାଡ଼ ଗୁଡ଼ିକ ସବୁ ବରଫ ଜମା ହେଇକି ଅଛି ସେଠି, ସେ ସବୁ ତରଳିବା ଆରମ୍ଭ କଲାଣି। ଆଉ ଯଦି ତରଳିବା ଆରମ୍ଭ କରିବା ଆଗକୁ ସୂର୍ଯ୍ୟ ତାପ ଜୋରରେ ହେବ, ଆହୁରି ତରଳିବ ପ୍ରବଳ ବେଗରେ ପ୍ରବଳ ମାତ୍ରାରେ। ଆଉ ତରଳିଲେ କ'ଣ ହେବ? ଯାହାକୁ 600 ବର୍ଷ ତଳେ କାଗଜ କଲମର ଉଦ୍ଭାବନ ହେଇନଥିଲା, ତାଳପତ୍ର ଲେଖନୀରେ ଅଚ୍ୟୁତାନନ୍ଦ ଲେଖିଥିଲେ ତୁମେ ସାବଧାନ ହେଇକି ଥା। ଭୀମ ଭୋଇ ଲେଖିଛନ୍ତି ତୁମେ ସାବଧାନ ହେଇକି ଥା, ସେ ବରଫ ତରଳିଲେ ସମୁଦ୍ର ଜଳପତନ ବଢ଼ିଯିବ। ଆମେ କହୁନେ 3 ଭାଗ ଜଳ, ଭାଗ୍ୟ ହେଉଛି ସ୍ଥଳ ନା, ଆଉ 3 ଭାଗ ସବୁ ହେଉଛି ଜଳ। ତେଣୁ ସମୁଦ୍ର ପୁରା ମାଡ଼ି ଚାରିପଟ ଘେରିକି ରହିଛି ସବୁ ଦେଶକୁ। ତେଣୁ ମହାପୁରୁଷ ସେ ସମୁଦ୍ର ଜଳପତନ ବଢ଼ିଲେ ସବୁ ଅଧେ ଅଧେ ଦେଶ ଗୁଡ଼ିକ ସବୁ ବୁଡ଼ିଯିବ। ଆଉ ବୁଡ଼ିଗଲା ବେଳେ ସେଇ ସମୟରେ ଦେହୁଡ଼ି ପରାଏ ତାରା ଗଣ ମାନେ ଶୂନ୍ୟରୁ ପଡ଼ିବେ ଝଡ଼ି। ଭୀମ ଭାଇ କହିଲେ ଯେ ତାରାଗଣ ମାନେ ଦିହୁଡ଼ି ଭଳିଆ ଶୂନ୍ୟରୁ ଝଡ଼ିକି ସବୁ ପଡ଼ିବେ। ଆଉ ପଡ଼ିଲେ ସମୁଦ୍ର ସବୁ ପଡ଼ିବେ। ସେଇ କଥା ମହାପୁରୁଷ ଲେଖିଲେ ଅଚ୍ୟୁତ 5, 3, 13 ଏକତ୍ର ହୋଇଲେ ଲଞ୍ଜା ନକ୍ଷତ୍ର ପଡ଼ିବ। ଆଉ ଜାଣିବୁ ସେଦିନ କଳି ଛାଡ଼ିଯିବ ଧର୍ମ ଉଦୟ ହୋଇବ। ମହାପୁରୁଷ ଲେଖିଛନ୍ତି ଧୂମକେତୁ ନକ୍ଷତ୍ର ସବୁ ପଡ଼ିବ। ତାକୁ ଭୀମ ଭୋଇଙ୍କର ଶିଷ୍ୟ ମଧ୍ୟ ସିଏ ସମର୍ଥନ ଦେଲେ। ନକ୍ଷତ୍ର ଲଞ୍ଜା ଛିଡ଼ିବ, ଲବଣ ଜଳେ ବୁଡ଼ିବ, ଲହ ଲହ ଜୁହା କରିଣ କାଳିକା ବାଛିଣ ମୁଣ୍ଡ ମୋଡ଼ିବ। ମୋ ଭଜ ଲେଖ ଭାଇ ହରି ଭଜୁଥା ରେ ହରି ଭଜୁଥା, ହରି ଭଜୁଥା ନିରତେ ରହି ସବୁବେଳେ ହରି ଭଜନ କର, ପ୍ରଭୁଙ୍କ ନାମ ଭଜନ କର, ଧର୍ମକୁ ଧରି ଚାଲେ। ସତ୍ୟ ଶାନ୍ତି ଦୟା କ୍ଷମା ଏସବୁ ପ୍ରଭୁର ମହିମା। ତେଣୁ ଇଏ ସତ୍ୟ ଶାନ୍ତି ଦୟା କ୍ଷମା ଇଏ 4 ଗୁଣକୁ ତୁ ଆଚରଣରେ ଆଣ। ଆଚରୁତା ମାନେ କ'ଣ? ସତ୍ୟ ଶାନ୍ତି ଦୟା କ୍ଷମା ଏଇ 4 ଗୁଣକୁ ନିଜ ଆଚରଣରେ ତୁ ଲଗା, ବ୍ୟବହାର ଲଗା। ତାହେଲେ ଯଦି କିଛି ବିତ୍ପାତ ହୁଏ ତୁ ରକ୍ଷା ପାଇଯିବୁ ରେ ଧନ। ମହାପୁରୁଷ ଭୀମ ଭୋଇ କହିଲେ ହରି ଭଜୁଥା ରେ ହରି ଭଜୁଥା, ହରି ଭଜୁଥା ନିରତେ ରହି ତୁ ନିରତେ ହରି ଭଜନ କରୁଥା। ଆର୍ତ୍ତଦାସ କହିଲେ, ଭୀମ ଭୋଇଙ୍କର ଶିଷ୍ୟ ଆର୍ତ୍ତଦାସ କହିଲେ। ତେଣୁ ସେଇ କଥା ମହାପୁରୁଷ ଲେଖିଛନ୍ତି। ଅଚ୍ୟୁତାନନ୍ଦ କହିଲେ କଳିକଳ୍ପ ଗୀତାର 3ୟ ଅଧ୍ୟାୟରେ ଏଇ ଯେଉଁ ଧୂମକେତୁ ସବୁ ଶୂନ୍ୟରୁ ପଡ଼ିବେ, ଆକାଶରୁ ପଡ଼ିବେ, ତାରାଗଣ ମାନେ ଝଡ଼ିକି ପଡ଼ିବେ। କେତେବେଳେ ପଡ଼ିବେ? ଅଚ୍ୟୁତାନନ୍ଦ ଲେଖିଛନ୍ତି। ଶିଷ୍ୟମାନେ ପଚାରୁଛନ୍ତି ଗୁରୁଦେବ ସେଇଟା ଟିକେ ବୁଝୁନାହାନ୍ତି, କେତେବେଳେ ପଡ଼ିବେ କଳିଯୁଗରେ? ନା ଦିବ୍ୟ ସିଂହ ଦେବ ଅଙ୍କରେ ଜାଣ, ଧୂମକେତୁ ହେବ ପୂର୍ବ ଭାଗେଣ, ପୂର୍ବ ଭାଗେଣ হে ପୂର୍ବ ଭାଗେଣ, ପୂର୍ବ ଭାଗେଣ হে ପୂର୍ବ ଭାଗେଣ। କହିଲେ ଦିବ୍ୟ ସିଂହ ଦେବ ଅଙ୍କରେ ଜାଣ, ଅର୍ଥ ଗଜପତି ରାଜା ଦିବ୍ୟ ସିଂହ ଦେବ। ଉତ୍କଳର ଗଜପତି ରାଜା ଏବେ ହେଇକି ନାହାନ୍ତି କି? ଓଡ଼ିଶାର ଗଜପତି ରାଜା କିଏ? ପୁରୀର ଗଜପତି ରାଜା ବର୍ତ୍ତମାନ କିଏ ଅଛନ୍ତି? ଶ୍ରୀକ୍ଷେତ୍ର ଗଜପତି ରାଜା ଅଛନ୍ତି ଗଜପତି ଦିବ୍ୟ ସିଂହ ଦେବ। ଶ୍ରୀ ଶ୍ରୀ ଗଜପତି ଗୌଡ଼େଶ୍ୱର, ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର, ବିରାଥି ବୀରବର ଅତୁଳ ବଳ ପରାକ୍ରମ ସଂଗ୍ରାମ ସହସ୍ର ବାହୁ,
କ୍ଷତ୍ରିୟ ବଳ ଧୂମକେତୁ ରାଜାଧିରାଜ ଗଜପତି ରାଜା ଦିବ୍ୟ ସିଂହ ଦେବ ଠାକୁର ରାଜା ଆମର ଅଛନ୍ତି ଦିବ୍ୟ ସିଂହ ଦେବ ତାଙ୍କରି ଅଙ୍କରେ ଅର୍ଥ ତାଙ୍କ ସମୟରେ ଧୂମକେତୁ ପ୍ରବଳ ଆକାଶରୁ ଖସିକି ପଡ଼ିବ ପୃଥିବୀ ଉପରେ ବୋଲି ମାଳିକାରେ ଲେଖିଛନ୍ତି ବୁଝିଲେ ପଡ଼ିଲେ କ'ଣ ହେବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ଜି କି ସଥୀଜନୀ ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜିର ମାଳିକା ବଚନରେ ଆମେ ଆଲୋଚନା କରୁଛେ ବିଷୟ କ'ଣ ନା ଦିନେ କଳିଯୁଗରେ ପ୍ରବଳ ମାତ୍ରାରେ ଧୂମକେତୁ ପଡ଼ିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ଦ୍ୱାଦଶ ଗୋପାଳମାନଙ୍କୁ ସତର୍କ କରି ଭବିଷ୍ୟତବାଣୀ କରିଛନ୍ତି ଶିଷ୍ୟମାନେ ଉତ୍କଣ୍ଠାର ସହିତ ପଚାରିଛନ୍ତି ଗୁରୁଦେବ କଳିଯୁଗ ଶେଷରେ ଧୂମକେତୁ ପ୍ରବଳ ଖସିକି ପଡ଼ିବ ପୃଥିବୀ ବକ୍ଷରେ ନା ହଁ ପଡ଼ିଲେ କ'ଣ ହେବେ ଗୁରୁଦେବ ସେଇ ବିଷୟଟା ଆଜି ଆମେ ଆଲୋଚନା କରୁଛେ ନା ଆଲୋଚନା ଶେଷରେ ଜଣେ ଭକ୍ତର ନାଁ ମଧ୍ୟ ଆମେ କହିବୁ କିଏ ସେ ଭକ୍ତ କ'ଣ ତାର ନାଁ କେଉଁଠି ତାର ଜନ୍ମ ହେଇଥିବ ମହାପୁରୁଷ ଲେଖିଲେ କହିଲେ ଦିବ୍ୟ ସିଂହ ଦେବ ଅଙ୍କରେ ଜାଣ ଧୂମକେତୁ ହେବ ପୂର୍ବ ଭାଗେନ କେଉଁଠି ଧୂମକେତୁ ପ୍ରବଳ ବେଶୀ ପଡ଼ିବ ନା ମହାପୁରୁଷ କହିଲେ ପୂର୍ବ ଭାଗରେ ପଡ଼ିବ ଭାଗ୍ୟକୁ ପୂର୍ବ ପଟଟା କେଉଁଟା ନା ଆମର ଭାରତ ବର୍ଷ ଆଉ ଇଏ ଭାରତର ପୂର୍ବ ପଟ କେଉଁଟା ଓଡ଼ିଶା ନାଇଁ କି ଓଡ଼ିଶା ନୁହେଁ କି ତେଣୁ ଓଡ଼ିଶା ହେଉଛି ପୂର୍ବ ପଟ ତେଣୁ ମହାପୁରୁଷ ଭାରତର ପୂର୍ବ ପଟ ଓଡ଼ିଶା ତେଣୁ ଓଡ଼ିଶାରେ ବେଶୀ ଧୂମକେତୁ ପଡ଼ିବ ବୋଲି ମହାପୁରୁଷ ମାଳିକାରେ ଲେଖିଲେ ଆମେ କହୁନୁ ଏ କଥା ଆଉ ହେଲେ ମହାପୁରୁଷ କହୁଛନ୍ତି ତାହେଲେ କ'ଣ ହେବ ନା ଚାରିଦିଗ ଯାକ ସମୁଦ୍ର ଲହଡ଼ି ଅଧେ ଅଧେ ଯିବ ମାଡ଼ି ଦିହୁଡ଼ି ପରାଏ ତାରାଗଣ ମାନେ ଶୂନ୍ୟରୁ ପଡ଼ିବେ ଝଡ଼ି ସମୁଦ୍ର କୂଳ ଲଙ୍ଘନ କରିବ ଆଉ ପଡ଼ିବ ଯଦି କେଉଁଠି ପଡ଼ିବ ସମୁଦ୍ରରେ ପଡ଼ିବ ଲବଣ ସାଗରରେ ପଡ଼ିବ ପଡ଼ିଲେ ସମୁଦ୍ର କୂଳ ଲଙ୍ଘନ କରିଯିବ ମହାପୁରୁଷ ସେଇଥିପାଇଁ ଲେଖିଛନ୍ତି ମାଳିକାରେ କହିଲେ ବାବୁରେ ସେତେବେଳେ ଧୂମକେତୁ ଯେତେବେଳେ ପଡ଼ିବ ଚକଡ଼ା ମଡ଼ାଣରେ ମହାପୁରୁଷ କହିଲେ କହିଲେ ଧୂମକେତୁ ଦୃଶ୍ୟ ଗଗନ ମାର୍ଗରେ ଉଲ୍କାପାତ ହେବ ଜାଣ ଦିନ ଚୋଥିର କାମନା ପୂରିବ ଘୁଞ୍ଚିବ ଭକତ କଷଣ ঘুচিব ভকত কষণ হে সুজনে ঘুচিব ভকত কষণ ঘুচিব ভকত কষণ হে সুজনে ঘুচিব ভকত কষণ କହିଲେ ସେ ସମୟରେ ଭକ୍ତଙ୍କର କଷଣ ଘୁଞ୍ଚିଯିବ ଦୂର ହେଇଯିବ ଭକ୍ତମାନେ ଏବେ ଦୁଃଖରେ ଅଛନ୍ତି ଭକ୍ତମାନେ ଏଇନା ବହୁତ କଷଣରେ ଅଛନ୍ତି ଭକ୍ତମାନେ ବର୍ତ୍ତମାନ ବହୁତ କଷ୍ଟରେ ଅଛନ୍ତି ନାହାନ୍ତି କି ଭକ୍ତମାନେ ଚୁପଚାପ ହେଇ ଅଛନ୍ତି ନା ବର୍ତ୍ତମାନ ଅସାଧୁମାନେ ଦୁଷ୍ଟମାନେ ବା ମ୍ଲେଚ୍ଛମାନେ ସେମାନଙ୍କର ପ୍ରାଦୁର୍ଭାବ ପ୍ରବଳ ଫଳରେ ଭକ୍ତମାନେ ଆଜି କ'ଣ ନା ମହାପୁରୁଷ କହୁଛନ୍ତି ବହୁତ କଷଣ ଦୁଃଖରେ ଅଛନ୍ତି କଷ୍ଟରେ ଅଛନ୍ତି ଇଏ ଭକ୍ତଙ୍କ କଷଣ ଦୁଃଖ ସେତେବେଳେ ଦୂର ହେବାର ସମୟ ଆସିଗଲା ବୋଲି ମହାପୁରୁଷ ସଂକେତ ଦେଇ କହିଲେ ଭକ୍ତଙ୍କ କଷଣ ହଟିଯିବ ଦୁଃଖ ହଟିଯିବ ଭକ୍ତଙ୍କ ସମସ୍ତ କ'ଣ ଶଙ୍କା ମନ ଭିତରେ ଯେଉଁ ଶଙ୍କା ରହିଛି ଯେଉଁ ଦୁଃଖ ରହିଛି ଯେଉଁ ରହିଛି କଷ୍ଟ ସେ କଷ୍ଟ ନିବାରଣ ହେଇଯିବାର ସମୟ ଆସିଗଲା ବୋଲି ଆପଣ ଜାଣିବେ ମହାପୁରୁଷ ଲେଖିଛନ୍ତି ଆମେ କହୁନୁ କହିଲେ ଖଣ୍ଡ ପ୍ରଳୟ ଯେ ନିକଟରେ ହେବ ନୟନେ ଦେଖିବ ତୋହି নয়নে দেখিব তুহি হে সুজনে নয়নে দেখিব তুহি মাଳ ବଟକୁ ଲୟ ଲଗାଇର ଦିନ ଚ୍ୟୁତି କହି সোনা সুজনে গুড়ি বেড় কাল আসি লাগি সোনা সুজনে গুড়ি କହିଲେ ଖଣ୍ଡ ପ୍ରଳୟ ନିକଟରେ ହେବ ଯେତେବେଳେ ଦେଖିବୁ ଧୂମକେତୁ ପ୍ରବଳ ମାତ୍ରାରେ ପଡ଼ୁଛି ବା ନକ୍ଷତ୍ର ବୃଷ୍ଟି ପ୍ରବଳ ହେଉଛି ଧୂମକେତୁ ପ୍ରବଳ ଖସୁଛନ୍ତି ବା ପଡ଼ୁଛନ୍ତି ଜାଣିବୁ ନିକଟରେ ଖଣ୍ଡ ପ୍ରଳୟର ସମ୍ଭାବନା ଅଛି ଖଣ୍ଡ ପ୍ରଳୟ ହେବାର ସମ୍ଭାବନା ରହିଛି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାର ନାମ ଚକଡ଼ା ମଡ଼ାଣରେ କହିଲେ ନାଇଁ କହିଲେ ବାବୁରେ ସେତେବେଳେ ଖଣ୍ଡ ପ୍ରଳୟ ହେବ ବୋଲି ତୁ ଜାଣ ଏ କଥା ଆମେ କହୁନୁ ମାଳିକାରେ ଯାହା ଲେଖା ହେଇଛି ସେଇ ପଦଟେ ଆମେ କହିଲୁ ଆମେ କ'ଣ ମନର କଥା ନା ମହାପୁରୁଷ କହିଲେ ଏଇ ଖଣ୍ଡ ପ୍ରଳୟ ହେବ ସାବଧାନ ହେଇକି ତା ଅତି ନିକଟ ଭବିଷ୍ୟତରେ ଆପଣଙ୍କୁ କ'ଣ ସଂସାର ବୁଡ଼ିଯିବ ପୃଥିବୀ ଧ୍ୱଂସ ହୋଇଯିବ ନା
ମହାପୁରୁଷ ଲେଖିଛନ୍ତି କହିଲେ ବାବୁରେ ଯେ ମନ ହୋ ପ୍ରଳୟକୁ ଜାଣିବୁ ପରମ ତୁଲେ ଜାଇଣ ମିଶିବୁ। ପରମ ସହିତ ଯୋଗ ରଖିତା, ପରମ ସହିତ ସମ୍ପର୍କ ରଖିତା। ମହାପ୍ରଳୟ ପୃଥିବୀ ଧ୍ୱଂସ ହେବନି, କେବଳ ଖଣ୍ଡ ପ୍ରଳୟ ସ୍ଥାନେ 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 ହେବ ମ୍ଲେଚ୍ଛମାନଙ୍କ ପାଇଁ, ସେମାନେ ନାଶ ହେବା ପାଇଁ। ବୁଝିଲେ? बोलिए महापुरुष अच्युतानंद जी की सथी जानी ज्ञानी गुणी मंडली। आज मालिका वचन रे आम आलोचना करछे विषय कौन ना महापुरुष अच्युतानंद शिष्य मान कहते बाबूरे निकट भविष्य तुम्हें माने देखिब धूमकेतु मान प्रबल वृष्टि हेब। विपद आगक अच्छी तुम मानक विपद कलिजुग लोक बहुत बड़ बड़ विपद। पंच महाभूतर द्वारा विपद ना कौन पंच ना पृथ्वी द्वारा विपद भूमिकंप, जल तत्व द्वारा विपद कौन ना जल प्रलय संभावना को एड़ाई दि जाए न पारे निकट भविष्य हम कलिजुग शेष आउ अग्नि तत्व द्वारा विपद तुम मानक कलिजुग लोक मानक रही। अर्थ हिंगुला फेरिबे सप्तबार मही। हिंगुला कहले अग्नि स्वरूपा माँ 7 थर पृथ्वी परिक्रमण करेंगे। आ स्थाने स्थाने तुम्हें देखब से अचानक निआ कौटी लगी जाऊथिबो जानिबो हिंगुला मही भ्रमण करुचंती। मन रखते कथा बिना कारण रे कारण किसी खोजी पाइबेनी एवं कारण कौन कहे से सब सर्ट सर्किट जो बोधे अग्नि वित्तपात घटिला विद्युत सर्ट सर्किट जो मुझे तो अग्नि वित्तपात घटी निआ लगी किंतु कारण अस्पष्ट स्पष्ट ये नुह ये कारण किंतु कारणटा अच्युतानंद महापुरुष लिखिंट मालिकार कलिजुग शेष स्थाने स्थाने जदि बिना कारण कौटी अग्नि लगुच निआ लगुच अग्नि वित्तपात देखा जानवे जे हिंगुला 7 भार मही परिभ्रमण कर समय बुझे महापुरुष लिखी आम कहूँ जहाँ मालिकार लिखाही आप शुणाऊ ना आम या लिखीचु ना तेणु महापुरुष कहले हिंगुला अग्नि वित्तपात द्वारा अनेक विपद संसारवासी से देखादेव। खाली से नुह महापुरुष कहले बाबूरे से समय आकाश तत्व पंच महाभूत भितर आकाश ये गोटे भूत एवं से आकाश मध्य कलिजुगर लोकों विपद बहुत आसो ना कौन ना नक्षत्र वृष्टि हम उल्कापात मान प्रबल बेगे हम तुम्हें देखब आते हम जानव जे निकट भविष्य खंड प्रलय सब स्थाने स्थाने विभिन्न देश में सब देखा दब। महापुरुष लिखिंट कथा ना धूमकेतु उदय होई विविध वर्ण रे बाबो विविध वर्ण रे बहु काल परिजन्ते थिब गगन रे बाबो थिब गगन रे कहले धूमकेतु उदय होई विविध वर्ण रे आकाश रे धूमकेतु मान देखादेव। आप देखिए आग धूमकेतु मान विभिन्न वर्णर आकृति विभिन्न वर्ण देखादेवे आउ बहु काल परिजन्ते थिबे गगन रे बहुत समय पर्यंत आकाश रे देखादेवे। आप देखिए धूमकेतु अल्प समय पे देखा दिए किंतु आग को निकट भविष्य धूमकेतु बहुत समय पर्यंत विभिन्न रंग रे आकाश रे देखादेवे नाना वर्ण रे बोली अच्युतानंद महापुरुष 64 पटल लिखिले। आ समय मेघ घोड़ाइला परी कुहुका होइब बाबो कुहुका होइब एक एक पर्वतरो अग्नि बाहरिब बाबो अग्नि बाहरिब कहले मेघ घोड़ाइला परी कुहुका घटिब कुहुड़ी आप देखिए लेखिक रखु या हम कुहुड़ी गुड़िक मेघ सत्य बा घोड़ी कर रखी कि आकाश को सूर्य को मेघ घोड़ी रखी कि ये आप देखिए कि प्रकृति से मेघ नुह। आप देखिए जो कलाहांडिया मेघ जो उठे से कौन हुए बादल जो आप देखिए से सूर्य को घोड़ी रखे कि सूर्य किरण देखा जाती ना तेणु मेघ घोड़ला भली कुहुड़ी प्रबल हम बोली महापुरुष मालिकार लिखी आज देखो सतर परिणत होना नहीं नहीं कुहुड़ी आज प्रबल होनी कि दिल्ली सहर आप जातु
ପ୍ରଦୂଷଣ ସେଠି ପ୍ରବଳ ମାତ୍ରାରେ। ଚାରିଆଡ଼େ ଆପଣ ଦେଖିବେ ମହାପୁରୁଷ ଯାହା ଲେଖିଥିଲେ ତା ଆଜି ଅକ୍ଷର ଅକ୍ଷରେ ମାଳିକାଟା ସତ ହେଉଛି। ଆପଣ ବିଶ୍ୱାସ କରନ୍ତୁ ମାନ କରନ୍ତୁ, ସେଥିରେ କ'ଣ ଅଛି ଲେଖା ହେଇଛି, ୟା ହେଉଛି ନା। ଆଉ କହିଲେ ମେଘ ଘୋଡ଼ାଇଲା ପରି କୁହୁକା ହୋଇବ, ଏକ ଏକ ପର୍ବତରୁ ଅଗ୍ନି ବାହାରିବ। ସେତେବେଳେ ଆଗ୍ନେୟଗିରିରୁ ଯେଉଁ ସବୁ ଆଗ୍ନେୟଗିରି କହିଲେ ପାହାଡ଼, ଆଗ୍ନେୟଗିରି ଯେଉଁ ପାହାଡ଼ର ସବୁ ରହିଛି ବହୁତ ଅଗ୍ନି ସେତେବେଳୁ ବାହାରିବ। ଆଉ ବାହାରିଲେ ଅନେକ ଦେଶ ଗୁଡ଼ିକର ବହୁତ କ୍ଷୟକ୍ଷତି ହେବ। ମହାପୁରୁଷ ଲେଖିଛନ୍ତି ମାଳିକାରେ। ତେଣୁ ହେଇ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୋଧିଜାନି ମହାପୁରୁଷ ବାବୁରେ ପ୍ରକୃତି ନିୟମକୁ ମାନି ପ୍ରକୃତି ବିରୁଦ୍ଧରେ ଯାଆନା, ପ୍ରକୃତି ନିୟମ ମାନିକି ଚଳ, ପ୍ରକୃତିର ନିୟମ ମାନି ତୁ ଚଳ, ପ୍ରକୃତି ବିରୁଦ୍ଧରେ ଯାଆନା। ଯଦି ପ୍ରକୃତି ବିରୁଦ୍ଧରେ ଗଲୁ ତାହେଲେ ପ୍ରକୃତି ଯେତେବେଳେ କୋପ କରିବ ରକ୍ଷା ପାଇପାରିବ ନାହିଁ। ମନେ ରଖନ୍ତୁ ଏ କଥା। ଆଉ ଯଦି ପ୍ରକୃତି ବିରୁଦ୍ଧରେ ଆମେ ଯାଇଛେ ବୋଲି ଆଜି ପ୍ରକୃତି କୋପ କରିଛି, ଧୂମକେତୁ ପଡ଼ୁଛି, କି ଅଗ୍ନି ଉଦ୍ଗୀରଣ ହେଉଛି, କି ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ବାତ୍ୟା ମହାମାରୀ ଆସୁଛି, ତେଣୁ ପ୍ରକୃତିର ନିୟମରେ ତୁ ଚାଲ। ଶୋଧିଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ତ ସମୟ ହେଇଛି, ବାଣୀକି ଆମେ ବିରାମ ଦେବା। କିନ୍ତୁ ତା ପୂର୍ବରୁ ଜଣେ ଭକ୍ତର ନାଁ ଆମେ କହିବା। କିଏ ସେ ଭକ୍ତ, କ'ଣ ତାର ନାଁ, କେଉଁଠି ତାର ଜନ୍ମ ହେଇଥିବ? କଟକ ନଗର ମଧୁପାଟଣାର ଏକଇ ଭକତ ଅଛି, ବଉଳଲୋ ଏକଇ ଭକତ ଅଛି। କଥା କହେ ନାହିଁ ଲୁଚି ଭୁଲୁ ଥାଇ, ନାମ ବ୍ରହ୍ମକୁ ଧ୍ୟାଉଛି। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। କଟକ ସହର ମଧୁପାଟଣା, ସେ ମଧୁପାଟଣାରେ ଜଣେ ଭକ୍ତ ଜନ୍ମ ହେଇଥିବ ଏବଂ କଥା କହୁନଥିବ, ପ୍ରଭୁଙ୍କର ନାମକୁ ଧ୍ୟାନ କରୁଥିବ, ବ୍ରହ୍ମ ଜ୍ଞାନୀ ହେଇଥିବ, ସେଇଭଳି ଜଣେ ଭକ୍ତ ସେଠାରେ ଥିବ ବୋଲି ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକା ଲେଖିଛନ୍ତି ଜନ୍ମ ହେଇଥିବ ଏଭଳି ଭକ୍ତ। ଆମେ ତ ଭକ୍ତର ଠିକଣା କହିଲୁ, ଆପଣ ଠାବ କରିବେ। ସମୟ ହେଇଛି, ଆସନ୍ତୁ ବାଣିକି ବିରାମ ଦେବା। ସେ ପ୍ରଭୁଙ୍କର ନାମ ନେଇ ବେଳ ଆସିଗଲାଣି ସାଧୁ ଜନେ, ବେଳ ଆସିଗଲାଣି ସାଧୁ ଜନେ। କଳି ଶେଷ ହେବ ସତ୍ୟ ପ୍ରକାଶିବ, କଳି ଶେଷ ହେବ ସତ୍ୟ ପ୍ରକାଶିବ। ମାଳିକା ବଚନ ଅଚ୍ୟୁତ ବାଣୀ ସାଧୁ ଜନେ। ବେଳ ଆସିଗଲାଣି ସାଧୁ ଜନେ। ସେଥିଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ ଆଜି ପାଇଁ ଆସନ୍ତୁ, ବାଣୀକି ଏଠାରେ ବିରାମ ଦେବା। ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ। ହରି ଓମ୍। ଶାନ୍ତି ଶାନ୍ତି ଶାନ୍ତି। ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ।